ए दुनिया रे कहा को विश्वास करिवे, ए दुनिया रे कहा ऊपर निर्भर करिवे, ए दुनिया रे कहा को भल पाइबे, ए दुनिया रे कहा पर आपण आस्था रखिवे। समस्तक जीवन रे अनेक अनेक अनुभूति अनुभव रही। देखंतु जोटी संपर्क अति निबिड़ हो जाए, क्लोज हो जाए, आओ जोठी भल पाइबाटा बहुत वृद्धि पाई थाए, ସେଇଠି ଦେଖନ୍ତୁ ପରିସ୍ଥିତି କେମିତି ହୁଏ। ସମସ୍ତଙ୍କର ଅନୁଭୂତି ଆଉ ଅନୁଭବ ଅଛି। ତେଣୁ ଏ ମଣିଷ ଉପରେ ବିଶ୍ୱାସ କରୁଛେ, ଏ ମଣିଷ ଉପରେ ଆସ୍ଥା ରଖୁଛେ, ଏ ମଣିଷକୁ ଆମେ ଭଲ ପାଉଛେ, ଏ ମଣିଷକୁ ଆମେ ପ୍ରଶଂସା କରୁଛେ, ଏ ମଣିଷର ଆମେ ଜୟ ଜୟକାର କରୁଛେ, ଏ ମଣିଷକୁ ଫୁଲମାଳ ପିନ୍ଧେଉଛେ, କିନ୍ତୁ ଶେଷରେ ତାର ପରିଣତି କ'ଣ ହଉଛି ଆପଣମାନେ ଦେଖୁଛନ୍ତି ତ। ସମସ୍ତଙ୍କ ମନରେ ଦୁଃଖ। କ'ଣ ଦୁଃଖ ନା ଭଲ ପାଉଥିଲି, ସିଏ ମୋତେ ଭଲ ପାଉନାହିଁ। ମୁଁ ତାର ଅନେକ ଉପକାର କରିଥିଲି, ମୋର ସେ ଆଉ ଉପକାର କରୁନାହିଁ। ମୋ ପୁଅର ମୁଁ କେତେ ଘୁଅ ମୁତ ପୋଛି ମଣିଷ କରିଥିଲି, ଆଜି ସେ ମୋ କଥାରେ ନାହିଁ। ଆଉ ମୋ ସାଙ୍ଗକୁ ମୁଁ କେତେ ସାହାଯ୍ୟ କରିଥିଲି, ସେ କିନ୍ତୁ ମୋତେ ଏବେ ପଚାରୁନାହିଁ। ଏଡ଼େ ବଦମାସ, ଏତେ ବଡ଼ ଦୁଷ୍ଟ। ମୁଁ ଆଶ୍ରମକୁ କେତେ ଟଙ୍କା ଦେଇଥିଲି, ଆଜି ବାବା ମୋତେ ବି ପଚାରୁନାହାନ୍ତି। ମୁଁ କେତେ ସେବା କରିଥିଲି, ବାବା ଆଜି ମୋତେ ପଛରେ ବସାଇ ଦେଇଛନ୍ତି। କି ପ୍ରକାର ଭାବନା। କିଏ କେବେ କହିଛି ଶୁଣିଛନ୍ତି, ମୁଁ ଭଗବାନଙ୍କୁ ଭଲ ପାଇ, ଭଗବାନଙ୍କୁ ବିଶ୍ୱାସ କରି, ଭଗବାନଙ୍କ ଉପରେ ନିର୍ଭର ରଖି, ଭଗବାନଙ୍କୁ ଭଜନ କରି, ଭଗବାନଙ୍କ ନିକଟରେ ମୁଁ ନିଜକୁ ସମର୍ପଣ କରିଦେଇ ଦୁଃଖ ଯନ୍ତ୍ରଣା କଷ୍ଟ ପାଇଛି? କିଏ କହିଛି? କିଏ କହିଛି? କୋଉଠି ଶୁଣିଛନ୍ତି? ନିଜ ଜୀବନରେ ସମସ୍ତଙ୍କର କିଛି କିଛି ଅନୁଭୂତି ଅନୁଭବ ରହିଛି। ଭଗବାନଙ୍କୁ ଭଜନ କରି, ତାଙ୍କ ନିକଟରେ ସମର୍ପଣ କରିଦେଇ, ତାଙ୍କ ନାମକୁ ଜପ କରି, ତାଙ୍କୁ ଧ୍ୟାନ କରି, ତାଙ୍କ ପିତାର୍ଥେ କର୍ମ କରି କିଏ ଦୁଃଖ ଯନ୍ତ୍ରଣା କଷ୍ଟ ପାଇଛି? ମନରେ ଟିକେ ଦୁଃଖ ଥିଲେ, ମନରେ ଟିକେ କଷ୍ଟ ଥିଲେ, ମନରେ ଟିକେ ଯନ୍ତ୍ରଣା ଥିଲେ, କେଉଁଠି ହରିନାମ ପାଖରେ ବସିଗଲେ, କେଉଁଠି ଯଜ୍ଞ ପାଖରେ ଟିକେ ବସିଗଲେ, କେଉଁଠି ଜ୍ଞାନ ଯଜ୍ଞ ହେଉଛି, କେଉଁଠି ଘୃତ ଯଜ୍ଞ ହେଉଛି, କେଉଁଠି ଅନଯଜ୍ଞ ହେଉଛି, ବସିଗଲେ, ଜ୍ଞାନ ଯଜ୍ଞରେ ବସିଗଲେ, ନାମ ଯଜ୍ଞରେ ବସିଗଲେ, କେତେ ମନର ମଇଳା ଧୋଇଯାଏ। ମନରୁ କାମ, କ୍ରୋଧ, ଲୋଭ, ମୋହ, ନିନ୍ଦା, ସମାଲୋଚନା କେତେ କ'ଣ ଧୋଇଯାଏ। ମନ ହାଲକା ହେଇଯାଏ, ମନ ସଫା ହେଇଯାଏ। ବହୁତ ଭଲ ଲାଗେ, ଯେମିତି ସତରେ ଆଉ ସଂସାରର କୌଣସି ଚିନ୍ତା ଆଉ ନାହିଁ। ଏ ସମସ୍ତ ଚିନ୍ତାରୁ ମୁଁ ମୁକ୍ତ ହେଇଯାଇଛି। ଆଉ ବହୁତ ଭଲ ଲାଗୁଛି। ଭଲ ଲାଗୁଛି ଅର୍ଥ, ମୋ ଭିତରେ ନକାରାତ୍ମକ ଚିନ୍ତାଧାରା ଆଉ କିଛି ନାହିଁ, ସକାରାତ୍ମକ ଚିନ୍ତାଧାରା ବି କମ୍ ଅଛି। ଆମକୁ ବହୁତ ଶାନ୍ତି ଲାଗୁଛି, ବହୁତ ଆନନ୍ଦ ଲାଗୁଛି। ତେଣୁ ଭଗବାନଙ୍କୁ ଭଲ ପାଆନ୍ତୁ, ଭଗବାନଙ୍କୁ ବିଶ୍ୱାସ କରନ୍ତୁ, ଭଗବାନଙ୍କ ପିତାର୍ଥେ କର୍ମ କରନ୍ତୁ, ଭଗବାନଙ୍କର ପାଇଁ ଏ ଜୀବନଟା ଉତ୍ସର୍ଗୀକୃତ କରିଦିଅନ୍ତୁ। ମୋ ଲାଇଫ୍ ମୁଁ ଜନ୍ମଗ୍ରହଣ କରିଛି ମୋ ପ୍ରଭୁଙ୍କ ପାଇଁ। ମୁଁ ଏଠି ସବୁଦିନେ ରହିବି ନାହିଁ। ମୁଁ ଏଠାରେ ଗେଷ୍ଟ, ମୁଁ ଏଠାରେ ଅତିଥି। ମୁଁ ଆସିଛି ପରିକ୍ରମା କରିବା ପାଇଁ। ଯେମିତି ଆମେ ଫରେନ୍ ଗଲେ ବୁଲି ଆସୁଛେ,
ସେଠାରେ କ'ଣ ଆମ ଘର? କେଉଁଠି ଗଲେ ଆମ ଜାଗା ଛାଡ଼ି ଅଲଗା ଜାଗାକୁ, ସେଇଟା କ'ଣ ଆମ ଘର? ସେଇଟା ଆମ ଘର ନୁହେଁ, ଆମେ ବୁଲି ଯାଇଛେ। ସେମିତି ଏ ପୃଥିବୀ ପୃଷ୍ଠକୁ ଆମେ ବୁଲି ଆସିଛେ। ଅଢ଼େଇ ଦିନିଆ ମାନବ, ଆସିବା ଦିନେ, ଯିବା ଦିନେ, ରହିବା ଅଧ ଦିନେ, ଅଢ଼େଇ ଦିନ। ତେଣୁ ଯେତିକି ଦିନ ରହିବା କେମିତି ହାଲକା ହାଲକାରେ ରହିବା, ଖାଲି ଖାଲିରେ ରହିବା, ମନ କେମିତି ସ୍ୱଚ୍ଛ ରହିବ, ମନ କେମିତି ନିର୍ମଳ ରହିବ, ମନ କେମିତି ପବିତ୍ର ରହିବ। ଏ ମନରେ କେବଳ ବିଭୁ ଚିନ୍ତା, ଭଗବତ ଚିନ୍ତା, ଗୁରୁଦେବଙ୍କର ଚିନ୍ତା, ପରମାତ୍ମା ପରମ ବ୍ରହ୍ମଙ୍କର ଚିନ୍ତା ରହିବ।